ଆମର ଦୁଇଟା ପ୍ରକାର ମସଲ୍ସ ଅଛି ହାତର ଏଇ ଯୋଉ ରିଷ୍ଟ ଜଏଣ୍ଟ କୁ ମୁଭ୍ କରିବା ପାଇଁ ଉପର ତଳ। ଯଦି ଉପର ଆଡେ ମୁଭ୍ କରୁଛନ୍ତି ସେଟା ଏକ୍ସଟେନ୍ସର ଗ୍ରୁପ ଅଫ ମସଲ୍ସ କହନ୍ତି। ତଳ ପଟେ ଯୋଉ ମୁଭ୍ କରାଯାଉଛି ସେଟା ଫ୍ଲେକ୍ସର ଗ୍ରୁପ ଅଫ ମସଲ୍ସ କହନ୍ତି। ତ ଏ ଦୁଇଟା ଯାକ ମସଲ ଯୋଉ ଅଛି ସେଟା ଆମର ହାତର ଗୋଟେ ବହିଃସ୍ପାସ୍ପ ଅଛି, ଯୋଉ ବାହାର ପଟଟା ଏପଟରୁ ଗୋଟେ ଯୋଉ ଅରିଜିନ ହେଇଛି ଯୋଉ ମସଲ ଗୁଡା ଏପଟୁ ଆସିକି ତଳ ଯାଏ ଯାଆନ୍ତି। ତ ଏଟା ହଉଛି ଏକ୍ସଟେନ୍ସର ଗ୍ରୁପ ଅଫ ମସଲ୍ସ ର ଅରିଜିନ ଆଣ୍ଡ ଇନସର୍ସନ ପଏଣ୍ଟ। ରିଷ୍ଟ ତଳେ ଗଲେ ରିଷ୍ଟକୁ ଏମିତି ଉଠିପାରେ ଏଇ ମସଲ। ଆଉ ଗୋଟେ ଅଛି ଆମର ଫ୍ଲେକ୍ସର ଗ୍ରୁପ ଅଫ ମସଲ, ଯୋଉଟା ଏପଟୁ ଷ୍ଟାର୍ଟ ହେଇକି ଏଇ ଭିତର ପଟରୁ ଷ୍ଟାର୍ଟ ହେଇକି ପାପୁଳି ଯାଏ। ତ ସେଟା ଆମର ଫ୍ଲେକ୍ସ କରିବାର କାମ କରେ ହାତକୁ। ସେଟା ହଉଛି ଦୁଇଟା ପ୍ରକାର ମସଲ୍ସ ଗ୍ରୁପ। ଏ ଦୁଇଟା ପ୍ରକାର ମସଲ୍ସ ଗ୍ରୁପ ଯଦି ଏକ୍ସେସିଭ ୟୁଜ ହେଲା, ଆମେ ଯୋଉ କାମ କରୁଛେ ନର୍ମାଲ ଡେଲି ଆକ୍ଟିଭିଟି ଗୁଡାକରେ, ନହେଲେ ଆମେ କିଛି ଏକ୍ସଟ୍ରା ଅର୍ଡିନାରୀ ଆକ୍ଟିଭିଟି କରୁଛେ, ଯଦି ଆମେ ଟେନିସ ଖେଳୁଛେ, ଆମେ ଗଲ୍ଫ ଖେଳୁଛେ, ବେଶୀ ଯଦି କପଡା କାଟୁଛେ, ଯଦି ଧୋବି କରନ୍ତି ମ୍ୟାକ୍ସିମମ୍ ଟାଇମ ଯଦି ଆମେ ସ୍କ୍ରୁ ଡ୍ରାଇଭର ଧରିକି ଆମେ ନଟ କସିଲେ ନା ମ୍ୟାକ୍ସିମମ୍ ଟାଇମ ଝାଡୁ ଲଗେଇଲେ, ସେ ଟାଇମରେ ଆମର କଣ ହୁଏ ଏକ୍ସଟେନ୍ସର ଗ୍ରୁପ ମସଲ ର ଆକ୍ଟିଭ କାମ ଚାଲେ ସବୁ। ତ ସେ ଜାଗାରୁ ଯୋଉ ଅରିଜିନ ହେଇଛି ସେ ମସଲ୍ସ ଗୁଡାକର ଟାଣି ହେଇ ଯୋଉ ମସଲ ଗୁଡା ଧୀରେ ଧୀରେ ସରିଯାଏ, ନହେଲେ ମସଲ ଗୁଡା ଖରାପ ହେଇଯାଏ, ସେ ତାକୁ କୁହାଯାଏ ଆମର ଟେନିସ ଏଲ୍ବୋ। ଯେହେତୁ ଏ ମସଲ୍ସ ଯୋଉ ଏକ୍ସଟେନ୍ସର ଗ୍ରୁପ ଅଫ ମସଲ ଆମର ଲେଟରାଲ ସାଇଣ୍ଟିଫିକ ଟର୍ମ ଯଦି କହିବା, ଆମର ହ୍ୟୁମରସ ରେ ଗୋଟେ ଲେଟରାଲ ଇପିକଣ୍ଡାଇଲ ଅଛି, ଏଟା ଇପିକଣ୍ଡାଇଲ ବୋଲି କହନ୍ତି। ତ ସେ ଯଦି ଇପିକଣ୍ଡାଇଲ ଉପରୁ ଯୋଉ ମସଲ ଗ୍ରୁପ ଯଦି ବାହାରି ଥାଏ, ସେ ମସଲ୍ସ କୁ କୁହାଯାଏ ଇପିକଣ୍ଡାଇଲ। ତ ସେ ଇପିକଣ୍ଡାଇଲ ରୁ ମସଲ ଗ୍ରୁପ ଯୋଉ ବାହାରେ ସେଟା ଏକ୍ସଟେନ୍ସର ଗ୍ରୁପ ଅଫ ମସଲ୍ସ ଥାଏ ଆମର ହାତରେ। ତ ସେ ମସଲ୍ସ ଗ୍ରୁପ ରେ ଯଦି ଇନଫ୍ଲାମେସନ ହେଲା, ଯଦି କିଛି ଏକ୍ସେସିଭ ୟୁଜ, ମୋଷ୍ଟଲି ଏକ୍ସେସିଭ ୟୁଜ ପାଇଁ ହୁଏ। ଯେମିତି ଭାବୁଛେ ରିଏକ୍ସନ ଟାଇମ ଯୋଉ ଥାଏ, ଆମର ବ୍ରେନ ଗୋଟେ ଜିନିଷ କହିଲା ଆମ ହାତ ଯାଇକି ସେ କାମ କରୁଛି, ଯେ ସେ କୋଅର୍ଡିନେସନ ଟା ଯଦି ହେମ୍ପର ହେଲା ଆଉ ଆମର ହାତ ବ୍ରେନ ହିସାବରେ ହାତର କାମଟା ସ୍ଲୋ ହେଲା, ତ ସେ ଜାଗାରେ ମସଲ ଟା ସଷ୍ଟେଣ୍ଡ ହେଇକି କଣ୍ଟ୍ରାକ୍ଟ ହେଇକି ରହିବେ, ସେ ରିଲାକ୍ସ କରିବା ପାଇଁ ଟାଇମ ପାଏ। ତ ସେ ଯାହାକୁ କୁହାଯାଏ ଆମର ଲେଟରାଲ ଇପିକଣ୍ଡାଇଲାଇଟିସ ଅର ଟେନିସ ଏଲ୍ବୋ। ଲନ୍ ଟେନିସ ଖେଳିଲା ସେ ଲୋକମାନଙ୍କର ବି ସେମିତି ହଉଛି, ଯୋଉ ରାଇଟିଂ କରୁଛି ତାଙ୍କର ବି ହଉଛି, ଯେ କପଡା କାଚୁଛି ଧୋବି ତାର ବେଶୀ ପ୍ରୋବ୍ଲେମ। ତ ସେ କାହିଁକି ହଉଛି ସେ ପ୍ରୋବ୍ଲେମ ଟାକୁ ସେ ଦେଖିଲେ, ମାନେ ସେ ମସଲ୍ସ ଗ୍ରୁପ ଯୋଉ ଅଛି ଆମର ଏକ୍ସଟେନ୍ସର ଗ୍ରୁପ ଅଫ ମସଲ୍ସ, ସେଟା ଏକ୍ସେସିଭ ଆଉ ଏକ୍ସେସିଭ ୟୁଜ ହେଲା ପରେ ସେ ମସଲ ଗ୍ରୁପ ଗୁଡାକରେ ସେ ଲେନ୍ଥେନିଂ ହେଇଯାଉଛି। ଆଉ ତା ସହିତ ସେ ମସଲ୍ସ ଗ୍ରୁପ ର ଯୋଉ ଅରିଜିନ ପାର୍ଟ ଟା ଅଛି, ଅରିଜିନ ପାର୍ଟ ଟା ଧୀରେ ଧୀରେ କରି ଡିଜେନେରେଟ କରି ଯାଉଛି। ତାକୁ କହିଲେ ସେମାନେ ଲେଟରାଲ ଇପିକଣ୍ଡାଇଲାଇଟିସ। ଇପିକଣ୍ଡାଇଲାଇଟିସ ମାନେ ଇନଫ୍ଲାମେସନ, କିନ୍ତୁ ଏ ଜାଗାରେ ଇନଫ୍ଲାମେସନ କିଛି ନାହିଁ। ତା ସହିତ ଯଦି ଦେଖିବା ଆମେ ଲେଟରାଲ ଇପିକଣ୍ଡାଇଲାଇଟିସ କୁ ଯଦି ଏପ୍ରୋପ୍ରିଏଟ ଟର୍ମ ରେ ଦେଖିବା, ଲେଟରାଲ ଇପିକଣ୍ଡାଇଲ ଏନ୍ଥେସୋପାଥି। ଏନ୍ଥେସୋପାଥି ହେଉଛି ଆମର ଡିଜେନେରେଟିଭ ଚେଞ୍ଜେସ ଅଫ ଦ ମସଲ ଗ୍ରୁପ, ତାକୁ କୁହାଯାଏ। ତ ଏନ୍ଥେସୋପାଥି ଇଜ ଏ ମୋର ଏପ୍ରୋପ୍ରିଏଟ ଟର୍ମ ଦେନ ଇପିକଣ୍ଡାଇଲାଇଟିସ ଇନ ମେଡିକାଲ ହିସାବରେ କହିଲି। ତ ଗୋଟେ ଏଇଟା ହଉଛି ଗୋଟେ ଡିଜେନେରେଟିଭ ଚେଞ୍ଜେସ ଅଫ ଦ ଏକ୍ସଟେନ୍ସର ଗ୍ରୁପ ଅଫ ମସଲ ଫ୍ରମ ଦ ଏଲ୍ବୋ originating from the lateral epicondyle। ଯୋଉ ଜାଗାରୁ ମସଲ ଟା ବାହାରିଛି ଆମର ଏଲ୍ବୋର ଆଉଟର ପାର୍ଟ, ଯେ ଟେନିସ ଯୋଉ ଟେନିସ ଏଲ୍ବୋଟା ଅଛି, ମସଲ ଟା ବାହାରିଛି ଏଲ୍ବୋର ଏଇ ଆଉଟର ପାର୍ଟ, ଇଏ ବାହାର ପଟୁ। ତ ସେ ଜାଗାରେ ଆପଣ ଯଦି ହାତ ଛୁଇଁଲେ ମାନେ ପେନଫୁଲ ହବ, ଟେଣ୍ଡର ରହିବ ସେ ଜାଗାଟା। ଆପଣ କୋଉ ବି କାମ କରୁଛନ୍ତି, ଆପଣ ଯଦି ହାତକୁ ଯଦି ଏକ୍ସଟେଣ୍ଡ କଲେ ସେଟା ପେନଫୁଲ ରହିବ। ମାନେ ଯଦି ଏ ମସଲ ଯଦି ଟାଇଟ ହେଲା ମାନେ ପେନଫୁଲ ରହିବ। ଆପଣ ଯଦି କପଡା କାଚୁଛନ୍ତି ପେନ୍ ଷ୍ଟାର୍ଟ ହେଲା ମାନେ ଆପଣ ନର୍ମାଲ କାମ କରିପାରିଲେନି, ଯେତିକି ସିମ୍ପଟମ। ଆଉ ସାଇନ ରେ ଆପଣଙ୍କ କିଛି ସାଇନ ରେ ଓନ୍ଲି ଟେଣ୍ଡରନେସ୍ ଇଜ ଦେयर, ଆଉ କିଛି ନାହିଁ। ଆଉ ଯଦି କେବେ କେବେ ଯଦି ଆମେ ଏକ୍ସରେ କରିବା, ତ ସେ ମସଲ ଯୋଉ ଅରିଜିନ ହଉଛି ସେ ମସଲ ଅରିଜିନ ସାଇଡ ରେ ଆପଣଙ୍କୁ କାଲସିଫିକେସନ ଦିଶିବ, ଯେହେତୁ ସେ ଡେଡ ମସଲ ସେଲ ଗୁଡାକରେ କ୍ୟାଲସିୟମ ଭରିକି ଗୋଟେ କାଲସିଫିକେସନ ଷ୍ଟାର୍ଟ କରିଦିଏ, ଆଉ ସେଇଟା ଦିଶିବ। କିନ୍ତୁ ଏମଆରଆଇ ଆଉ ସିଟି ସ୍କାନ ହେଲା ନା ୟୁଏସଜି ହେଲା, ତାର କିଛି ରୋଲ ନାହିଁ। ପେନ୍ ଆଉ ଛୁଇଁଲେ ଟେଣ୍ଡର ଲାଗିବ ଆଉ ପେନ୍ ରହିବ, ହାତ ମୁଭମେଣ୍ଟ କଲେ ପେନ୍ ରହିବ ଆଉ ଟେଣ୍ଡର ଲାଗିବ, ସେ ଦୁଇଟା ହଉଛି ସିମ୍ପଟମ। ନର୍ମାଲି ଆମେ ଗୋଟେ ଏକ୍ସରେ କରିପାରିବା ଏଲବୋ ଜଏଣ୍ଟ ର। ଏଲବୋ ଜଏଣ୍ଟ ରେ ଯଦି ଏକ୍ସରେ କରିକି ଆମେ ରୁଲ ଆଉଟ କରିପାରିବା କି ଏଇଟା କିଛି ବୋନି ଇଞ୍ଜୁରି ତ ନାହିଁ। ଯଦି ବୋନି ଇଞ୍ଜୁରି କିଛି ଥିବ ବୋଲେ ସେଇଟା ହେଇପାରେ। ଆଉ ଯଦି କ୍ୟାଲସିଫିକେସନ ଆମକୁ ଦିଶିଲା ତ ସେଟା କନଫର୍ମେଟିଭ ଡାୟଗ୍ନୋସିସ୍ କରିପାରିବା ସେ ଜାଗାରେ। ଅର୍ ଆମେ କ୍ଲିନିକାଲ ଏକ୍ସାମିନେସନ ରୁ ଡାୟଗ୍ନୋସିସ୍ କରିବା। କ୍ଲିନିକାଲ ଏକ୍ସାମିନେସନ ରେ ଗୋଟେ ଅଛି ପେନ୍ ଆଉ ଗୋଟେ ଅଛି ଟେଣ୍ଡରନେସ୍। ଡିଜିଜ ର ନ୍ୟାଚୁରାଲ କୋର୍ସ ଟା ହଉଛି 1 to 2 years।
यार कॉस्टा एबे जा भी जना पड़िनी कहीं होची आगରୁ जो थ्योरम टा थिला मु कहली आपनको कि ओभर यूज ऑफ द हैंड रे ही पारुची किंतु एबे जो रिसेंट डिस्कवरीज गुडा आछि रिसेंट डिस्कवरी से कहउचंती कि ओभर यूज ऑफ द हैंड रे होनी एटा ओभर यूज ऑफ द हैंड रे होनी आउ कॉस्ट अननोन माने इडियोपैथिक कॉज माने यार कॉज रो किछि इटा नाही माने मे बी किछि डिसफंक्शनल जो हमर मसल रो जो काम करबार वेटा डिसफंक्शनल थिबो सेति पई होउची नहले कोई क्लियर कट किछि एविडेंस नाही कि कोथि पई होउची तो आमर नॉर्मली जदि देखिबा यार नेचुरल कोर्स ऑफ द डिजीज होची गोटे रु 2 वर्ष भितरे যদি ଆମେ କିଛି ବି ଟ୍ରିଟମେଣ୍ଟ ନ କରିବା ଏମିତି ଯଦି ଆମେ ସହିଯିବା ଦରଦଟା ସହିଯିବା ଆଉ ନର୍ମାଲି ଏମିତି ରହିବା 1.5-2 ବର୍ଷରେ କମିଯିବ ଆଉ ଯଦି ଆକ୍ଟିଭଲି ଯଦି ବହୁତ ପେନ୍ ହଉଛି ଆଉ ସେ କାମ କରି ପାରୁନାହାନ୍ତି ଯୋଉମାନେ ଯାହାଙ୍କୁ ପ୍ରୋବ୍ଲେମ ହଉଛି ପେନ୍ କିଲର୍ସ ଯୋଉ ଦିଆ ହୁଏ ଏନଏସାଇଡ୍ସ ଗ୍ରୁପ ଅଫ ଡ୍ରଗ୍ସ ଯୋଉଟା ଇନଫ୍ଲାମେସନ କମେଇବା ପାଇଁ ଦିଆ ହୁଏ ସେଇଟା ଦେଲେ ବି କାମ କରେ ତା ସହିତ ଯଦି ଆମେ ଦେଖିବା ଏଥିରେ ଫିଜିଓଥେରାପି एंड काउंटर फोर्स ब्रेस और रिस्ट एक्सटेंसर ब्रेस ये दुईटा ब्रेस बहुत काम अच्छी कहीं ना जदि पेन जदि स्टार्ट है से टाइम रे आमे काउंटर फोर्स ब्रेस माने ए जगह रे आमे हाथ को एमिति एक्सटेंसर पैसा रखिकी ए जगह रे चापिकी धरिकी आमे गोटे ब्रेस्ट लगेबी तो से ब्रेस कौन हम से आउ टाणी दबनी ए जगह अजिन रू टाणी न पेन हबनी मसल्स तो से हिसाब रे काउंटर फोर्स ब्रेस बोली कहंती एल्बोरो से ब्रेस रे मैक्सिमम बेनिफिट्स मिले आ ता सहित हमर जो एक्सटेंसर वाला एक्सटेंसर रहिबो आ फ्लेक्शन करिया पई प्रिवेंट करिवो जो ब्रेस्ट हाथ सेही ब्रेस्ट रे मैक्सिमम यार कोन कि इटा अछि आ सेथि यदि ठीक न हला फर्स्ट 3-4 मंथ्स जदि हमें देखिली यदि से नेचुरल कोर्स ऑफ डिजीज किसी चेंज होनी पेन परसिस्टेंट रहउची वी कैन गो फॉर द सर्जिकल रिलीज ऑफ द टेंडन टेंडन और मसल्स ग्रुप ओरिजिन रु हमें टिके से जो डेड मसल पार्ट नहले जो फाइब्रोस्ट मसल पार्ट टाକୁ बाहर करिकी से जगह एक्टिव ब्लीडिंग करा हुए से साइड रे जो एक्टिव ब्लीडिंग हेले न्यू न्यूट्रिशन आसीबो मसल रो नुआ ग्रोथ हेकी न्यू हिलिंग हला परे तापरे पेन कमिबो तो सेटा गुटे ऑप्शन अछि सेटा आफ्टर जो हमर ए जो ब्रेस सिस्टम हला कि पेन एक्सरसाइज हला नहले ये जो पेन किलर्स खाई कि न हला ठीक 6 मंथ ପରେ से सब एक्सटेंसिव यूज ऑफ आपनकर एक्सटेंसर मसल्स जेमिति हला कि आपण जदि राइटिंग करूछंती तो मझी मझी ब्रेक नेबे एडिक्वेट हाइड्रेशन मेंटेन करिवे जहांकर काम अछि से स्क्रू लगेबाटा कि मैक्सिमम टाइम रे से इंस्ट्रूमेंट गुडा धरि करबाटा तांकर मैक्सिमम होय काहे कि ना से एक्सटेंसर मसल रे कामटा बेसी चली थे से मसल गुडा पेन होय तो आमे कोन करू आमे निज प्रिकॉशंस नो आमे से केस वाला परे जते मिनिमल यूज हो एक्सटेंसर मसल रो यूज करू माने यूज टा यदि कमी गला से मसल्स ग्रुप रो तो सिम्पटम माने भी धीरे धीरे पेन टा अछि कमी ଯିବ तो से हिसाब रे आपण यूज कम करिवे ता सहित आपण रेगुलर एक्सरसाइज माने सब मसल ग्रुप खाली एक्सटेंसर ग्रुप नहीं फ्लेक्सर एक्सटेंसर दुही मसल ग्रुप को एक्सरसाइज साइमल्टेनियसली करिवे आ गुटे अछि आपण विटामिन सी माने लेंबू नहले विटामिन सी खाइले मसल गुराकर जो हीलिंग प्रॉपर्टी थाए भलो थाए मसल टियर होची तो हीलिंग जल्दी तो विटामिन सी डेफिशिएंसी यदि अछि तो आपण विटामिन सी कंटिन्यूअसली देखा जो जिनस पई एग्रावेट होची सिम्पटम टा से जिनसटा को टिके अवॉइड करो माने आपण जदि काम कला बेले आपण यदि एक्सटेंशन यदि पेन होची माने अवॉइड करिवे एक्सटेंशन करबा पई माने जदि बेसी जरूरत नहीं तबे करिवे जाହାର बेसी जरूरत अछि से एक्सटेंशन करे जो जरूरत नहीं तो एक्सटेंशन न कले से पेन सेटा माने मोस्टली एटा मॉडिफाइबल डिजीज माने आपण जो बिहेवियर मॉडिफिकेशन कले डिजीज रो जो फ्रीक्वेंसी टा कमी पारे जो जगह रे आपण को एक्सेसिव यूज टा होची आपण को हाथ रो जो जगह रे एक्सटेंशन मसल्स गुडा यूज होची ताकू आपण कम करि पारिबे ଯଦି ସେଟା ଯଦି ଆପଣଙ୍କୁ ମଡିଫାଏबल ଲାଗୁଛି କରିହବ ଦେନ୍ ମଡିଫାଏ କରନ୍ତୁ ଆଉ ସେଥିରେ ଆପଣଙ୍କୁ ଯଦି ପ୍ରୋବ୍ଲେମ ଷ୍ଟାର୍ଟ ହଉଛି ଟେନିସ ଏଲବୋର ସେଟା କମିଯିବ विभिन्न रोगर कारण और निराकरण संपर्क में डाक्तरों ठारू जानिबा पई स्वास्थ्य प्लस ओडिया रो यूट्यूब चैनल सब्सक्राइब करंतु।